କଟକ ପାଖରେ ଏକ ବାଉଁଶ ଜଙ୍ଗଲ ଯେଉଁଠି ଭୂତର ଫୁସଫୁସାଣି ସାଉଣ୍ଡ ଶୁଣାଯାଏ। କୁହାଯାଏ ରାତିରେ ଯିଏ ଏହି ରାସ୍ତା ଦେଇ ଯାଏ ତା ସାଙ୍ଗରେ ଗୋଟେ ଅଜଣା ଛାୟା ଚାଲେ। ହରି ଜଣେ ସାହସୀ ପିଲା। ଦିନେ ସେହି ରାସ୍ତା ଦେଇ ଯାଉଥିଲା। ହଠାତ୍ ସେହି ବାଉଁଶ ଜଙ୍ଗଲ ଭିତରୁ ଏକ ଧୀର ସ୍ୱରରେ ସାଉଣ୍ଡ ଶୁଭିଲା, ହରି ମୋ ସାଙ୍ଗରେ ଆସ। ଭୟରେ ହରି ଦୌଡ଼ିଲା, କିନ୍ତୁ ସକାଳେ କେବଳ ତାର ଟର୍ଚ୍ଚ ପଡ଼ିଛି, କିନ୍ତୁ ହରି ଗାୟବ। ଏହା କ'ଣ ଥିଲା? ଭୂତ ନା ଆଉ କିଛି? ଚାଲନ୍ତୁ ବିଜ୍ଞାନ ଭାଷାରେ ବୁଝିବା। ଡକ୍ଟର ମିନତି ଜାଣିଲେ ଯେ ରାତିରେ ବାଉଁଶ ଅଲ୍ଟ୍ରାସୋନିକ ଶବ୍ଦ ସୃଷ୍ଟି କରେ, ଯାହା ଭୟ ଓ ଭ୍ରମ ଜନ୍ମାଏ। ଆଉ ରହିଲା ହରିର ଗାୟବ କଥା। ବୋଧେ ହରି ଭୟରେ ପଳେଇଥିବ। ଲୋକ କଥା ନା ବିଜ୍ଞାନ, ଏ କାହାଣୀ ଏବେ ବି ରହସ୍ୟ। ସେହି ବାଉଁଶ ଜଙ୍ଗଲ ରାସ୍ତା ଦେଇ ତୁମେ ରାତିରେ ଯିବ କି? କମେଣ୍ଟରେ କୁହ।